15 ତାରିଖ ଦିନ ଆମର ଲିମସରାନ ଟେମ୍ପଲ ଯୋଉଟା ଅଛି ଧନପାଲି ଏରିଆରେ, 16 ତାରିଖ ଦିନ ଆମର ଦେଉଳବାନ୍ଧ ମୋଦିପଡ଼ା ଯୋଉଟା ମନ୍ଦିର ଶିବ ମନ୍ଦିର ସେଠୁ ଚୋରି ହେଇଥିଲା, ଏବଂ ଆମର ଯୋଉ ଯୋଉ ବାଲିବନ୍ଧା ଶିବ ମନ୍ଦିରରୁ ଗଣେଶଙ୍କର ମୂର୍ତ୍ତି ଚୋରି ହେଇଥିଲା। ସେଥିରେ ଆମର 3ଟା କେସ୍ ହେଇଥିଲା। 3ଟା କେସ୍ ହେଇଥିଲା। ସେଇ କେସ୍ ଯୋଉ ମନ୍ଦିର ଚୋରି ହେଲା ସେଥିରେ ଆମର ଏସ୍ପି ସମ୍ବଲପୁର ତାକୁ ଗୁରୁତ୍ୱର ସହିତ ନେଇଥିଲେ, ଏବଂ ସେଥିରେ ଆମର ଟାଉନ ଆଇସି ଆମର ସୁବ୍ରତ ମେହେର ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା, ଏବଂ ସେ ସେଥିରେ ଇନଭେଷ୍ଟିଗେସନ କରିକି ତଦନ୍ତ କରିଥିଲେ। ଯୋଉ ଏକ୍ୟୁଜ ଯିଏ ଅଛି ମୋନୁ ଏଲ୍ଏସ୍ ରଜନୀକାନ୍ତ ଭୈସାଲ, ତାର ଗାଁ ହେଉଛି ଛିନୁପଡ଼ା ଲେଫ୍ରିପଡ଼ା ପିଏସ୍ ସୁନ୍ଦରଗଡ଼। ସେ ଯୋଉ ଯାହା ଯାହା ଚୋରି କରିଥିଲା, ଯୋଉଟା ବାଲିବନ୍ଧା ମନ୍ଦିରରୁ ଗଣେଶ ମୂର୍ତ୍ତି, ଲିମସରାନ ଟେମ୍ପଲରୁ 3ଟା ଘଣ୍ଟି, ଏବଂ ଆମର ଦେଉଳବନ୍ଧ ମନ୍ଦିରରୁ 2ଟା ଯୋଉ ଘଣ୍ଟି, ସେଗୁଡ଼ା ସବୁ ସିଜର କରାହେଇଛି। ଏକ୍ୟୁଜ ଆରେଷ୍ଟ ହେଇଛି, ଏବଂ ବର୍ତ୍ତମାନ ତଦନ୍ତ ଚାଲିଛି। ଏବଂ ସେଇ ଯୋଉ ଏକ୍ୟୁଜଟା ଆଗରୁ ମଧ୍ୟ ଶାସନ ଥାନାରୁ ଥରେ ସେଇ ମନ୍ଦିର ଚୋରି କେସରେ ଫରୱାର୍ଡ ହେଇଥିଲା। ତାର ଏମ ହେଉଛି ସେ ମନ୍ଦିରରୁ ଘଣ୍ଟି ମୂର୍ତ୍ତି ଚୋରି କରିବାଟା। ତ ତାକୁ ସକ୍ସେସଫୁଲି ଆମର ଟାଉନ ଆଇସିଙ୍କ ନେତୃତ୍ୱରେ ଟିମ୍ ତାକୁ ନାୟକ ଧରିଛନ୍ତି, ଏବଂ ସେ ସବୁ ଆର୍ଟିକଲ ସିଜର ହେଇଛି ଇଣ୍ଟାକ୍ଟ ଆଉ ଫରୱାର୍ଡ। ଆଗରୁ ଯୋଉ ଏବେ ଆମେ ତଦନ୍ତ କରୁଛୁ ଆଉ କୋଉ ମନ୍ଦିରରୁ ଚୋରି କରିଛି, ଯେମିତି ଆମର ଶାସନ ଥାନାରୁ ଆଗରୁ ଚୋରି କରିକି ଫରୱାର୍ଡ ହେଇଥିଲା। ତ ସେ ଯୋଉ ସିସିଟିଭି ଫୁଟେଜ ଯୋଉଟା ଆମେ ପାଇଥିଲୁ, ସେଇ ସିସିଟିଭି ଫୁଟେଜରେ ତାକୁ ଆଧାର କରିକି ଆମର ତଦନ୍ତଟା ଆଗେଇଥିଲା, ଏବଂ ଶାସନ ଥାନାର ଯୋଉ ଫଟୋ ଥିଲା ତାକୁ ମ୍ୟାଚ୍ କରାହେଇଥିଲା, ଏବଂ ଏଥିରେ ଆମର ଯୋଉ ତାକୁ ସେଇ ହିସାବରେ ଟ୍ରାକ୍ କରିକି ଆମର ଟାଉନ ଆଇସି ତାକୁ ଧରିଛୁ। ବିଶେଷ କରି ମନ୍ଦିର ମାନଙ୍କୁ କାହିଁକି ସେ ଟାର୍ଗେଟ କରୁଛି? ଯେହେତୁ ମନ୍ଦିର ଏଇଟା ତାର ମର୍ଡର ଅପରାଣ୍ଡି ଅଛି, ବିଭିନ୍ନ ଲୋକର ବିଭିନ୍ନ ଇଏ ଥାଏ। ତ ଏଇ ଯୋଉ ଚୋରି କରୁଛି ସେ ମନ୍ଦିରରୁ ନା ବ୍ୟାପାର ବିକ୍ରି କରିନଥିଲା। ତ ସେଟା ତାକୁ ବିକ୍ରି କରିବା ପୂର୍ବରୁ ହିଁ ଆମର ଧରିଦେଇଛୁ। ସେଟା ବର୍ତ୍ତମାନ ତଦନ୍ତ ଚାଲିଛି, ଆମେ ଦେଖୁଛୁ, ସେଟା ନିଶ୍ଚିତ ଭାବରେ ଜଣାପଡ଼ିବ।